ମନ୍ଦିର ମାଳିନୀ ଓଡ଼ିଶାର ମନ୍ଦିରମାଳା ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ। ଠିକ୍ ସେମିତି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ କୋଣାର୍କ ଓଡ଼ିଶାର ଉତ୍କୃଷ୍ଟ କଳାର ନିଦର୍ଶନ। ଲୋକମୁଖରୁ ଶୁଣିବାକୁ ମିଳେ ହଜିଗଲେଣି ବିଶୁ ମହାରଣା ଆଉ ହଜିଯାଇଛନ୍ତି ଧର୍ମପଦ। କିନ୍ତୁ ଏକଥା ମୋ ମନକୁ କେବେ ବିଶ୍ୱାସ ଆସେନି। କୋଣାର୍କର ମାଟିରେ ଥରେ ପାଦ ପକେଇଲେ ଆଖି ଆଗରେ ଆପେ ଆପେ ନାଚିଯାଏ ଧର୍ମପଦର ସେହି ନିରୀହ ମୁହଁଟି। ଆଉ କୋଣାର୍କର କଳା ସ୍ଥାପତ୍ୟ ଭିତରେ ଫୁଟି ଉଠେ ବିଶୁ ମହାରଣାଙ୍କ ସହିତ 1200 ବଢ଼େଇଙ୍କର ସେହି ଶ୍ରମ ଆଉ ନିଷ୍ଠା ଜର୍ଜରିତ ମୁହଁ। ସତରେ ସେମାନଙ୍କ ହାତରେ ଯେମିତି ମୃତ୍ୟୁ ସଞ୍ଜୀବନୀ ଭରି ଦେଇଥିଲେ ଭଗବାନ, ଯାହା ଆଜି ବି କୋଣାର୍କ ଦେହରେ ଜୀବନ୍ତ ହୋଇ ରହିଛି। ଦର୍ଶକର ଆଖିକୁ ଆକୃଷ୍ଟ କରିବା ସହିତ ମନକୁ ଟାଣି ନେଉଛି ନିଜ ଆଡ଼କୁ। ନିଶ୍ଚିତ ଭାବରେ ବନ୍ଧୁମାନେ କୋଣାର୍କ ବୁଲିବା ସହିତ ପିଲାମାନଙ୍କୁ ବୁଲାନ୍ତୁ ଏବଂ କୋଣାର୍କ ବିଷୟରେ ଅନେକ ତଥ୍ୟ ପିଲାମାନଙ୍କୁ ଜାଣିବାର ସୁଯୋଗ ଦିଅନ୍ତୁ। ବିଶୁ ମହାରଣା ଏବଂ ଧର୍ମପଦଙ୍କ କଥା। ସତରେ କୋଣାର୍କ ମାଟିରେ ପାଦ ପଡ଼ିଲେ ମନଟା କେମିତି ଗୋଟେ ନିରସ ହେଇଯାଏ, ଦୁଃଖରେ ଭରିଯାଏ ମନ। ମନେ ମନେ ଆତ୍ମା ଯେମିତି ଖୋଜୁଥାଏ ପୁଣି ଥରେ ଫେରି ଆସନ୍ତା କି ଧର୍ମପଦ। ଏବଂ ଏଇ ଭାବନା ରାଜ୍ୟରେ ହଜିଗଲା ଭିତରେ ଆଖିରୁ ଆପେ ଆପେ ଝରି ଯାଉଥାଏ ଦୁଇ ବୁନ୍ଦା ନୀରବ ଅଶ୍ରୁ। ଆମ ରାଜ୍ୟରୁ, ରାଜ୍ୟ ବାହାରୁ ଏବଂ ବିଭିନ୍ନ ସ୍ଥାନରୁ ମଧ୍ୟ ପର୍ଯ୍ୟଟକମାନଙ୍କର ସବୁବେଳେ ଗହଳି ଲାଗିଥାଏ ଏଇ କୋଣାର୍କରେ। ତେଣୁ ସତରେ କେତେ ପବିତ୍ର ଏ କୋଣାର୍କ ମାଟି। କୋଣାର୍କର ପ୍ରତିଟି ଚାରୁକଳା, ପ୍ରତିଟି କାରୁକାର୍ଯ୍ୟ ଆଜି ମଧ୍ୟ ମନେ ପକାଇ ଦେଉଛି ବା ଜୀବନ୍ତ କରି ରଖିଛି ବିଶୁ ମହାରଣାଙ୍କର ସେହି